ତାର ସଂଖ୍ୟା ଧୀରେ ଧୀରେ କମୁଛି। सर मैं क्लास सारा पे लिखी आज सबमिट करना बाकी मैंने भी लेख समस्ते ଏବେ ଲେଖିବା ଷ୍ଟାର୍ଟ କରେ ତ ରେଜଲ୍ଟ ଆସିଯିବ। ତାହେଲେ ମିଶେ ବଟ୍ ସିଚୁଏସନ୍ ଆମେ କହୁଛେ ଯୋଉଥିରେ ମୁଁ କହିଲି ଗୋଟେ କ୍ଲାସିକ୍ ଏକ୍ଜାମ୍ପଲ୍ କଥା କି ଭାବ ଯଦି ଆମେ ଆବର୍ଷଣ ନ କରୁଛେ ଦେନ୍ ଡେଥ୍ ଅଫ୍ ଚାଇଲ୍ଡ ହେଇଯିବ, ଆଉ ଯଦି ଆମେ କରୁଛେ ବା ଉଲ୍ଟାଟା ବି ହେଇପାରେ। ତ ଏଇ ସିଚୁଏସନ୍ ଆମେ କରିବା କ'ଣ, କୋଉଟା ବି ଠିକ୍ ନୁହେଁ। ମା ମରିଗଲେ ବି ଠିକ୍ ନୁହେଁ, କି ଛୁଆ ମରିଗଲେ ବି ଠିକ୍ ନୁହେଁ। ତେଣୁ କରିକି ଇଏ ଗୋଟେ ସିଚୁଏସନ୍ ଏମିତି ଲାଇଫ୍ରେ ବି ଆସେ, କନଫ୍ଲିକ୍ଟିଂ ସିଚୁଏସନ୍ ଆସେ and ଯୋଉଥିରେ କି individual must choose between the conflict of moral principles, right? ତମକୁ moral principles ଭିତରୁ conflict ହବ, then you have to pick. These scenarios often arises various field ହେଇପାରେ। ଏ ଯୋଉ ethical dilemma ର fields ଯଦି ମୁଁ କହିବି, that could be economy field ରେ ହେଇପାରେ, that could be ଆମେ କହିବା social science ହେଇପାରେ, issues ହେଇପାରେ, that could be political ହେଇପାରେ, economical ହେଇପାରେ, that could be medical ହେଇପାରେ, that could be religious ହେଇପାରେ। ତ ଡିଫରେଣ୍ଟ ଆଙ୍ଗେଲରୁ ଏଇଟା ତମର ହେଇପାରିବ। ଯଦି ଫିଲ୍ଡଟା ମୁଁ କହୁଛି ଯୋଉ ଇଥିକାଲ ଡାଇଲେମାର କେସେସଟା ବହୁତ ଆଙ୍ଗେଲରୁ ଆସିପାରେ। ତେଣୁ ସେ ଯେମିତିକି ମେଡିସିନ ବିଜନେସ୍ ହେଇଗଲା, compel the individual, make the consequences of the decision. Ethical dilemma, there is no clear right or wrong answer. Making resolution process complex and deeply personal. जोटा ମୁଁ ତମକୁ କହିଲି ଏଥିରେ କୋଉଟା ବି ଠିକ୍ ନୁହଁ ବା ରଙ୍ଗ ନୁହଁ। ତ ସେଇଭଳିଆ କେସ୍ରେ ନା ଆମକୁ ଡିଫିକଲ୍ଟ ହେଇଯାଏ ପିକ୍ କରିବା। ଦିସ୍ ଆର୍ଟିକଲ୍ସ ଦ୍ୟାଟ୍ ମିନ୍ସ ଆମେ କହିବା ଏଇଥିରେ ଆମେ କ'ଣ କରିବା, ଏକ୍ସପ୍ଲୋର କରିବା କ'ଣ କ'ଣ ଅଛି, ଇଥିକାଲ ଡାଇଲେମା କ'ଣ, ତାର ନେଚର୍ସ କ'ଣ, ଚଏସ୍ କ'ଣ, କେମିତି ଦେଖିବା। ତ ଇଥିକାଲ ଡାଇଲେମା କ'ଣ, ଇଟ୍ସ ଏ ପ୍ରୋବ୍ଲେମ ଅକର୍ସ ଇନ୍ ଦ ପର୍ସନାଲ, ଆମେ କହିବା ଦ୍ୟାଟ୍ ଇଜ ଡିସିଜନ ମେକିଂରେ ହେଇଥାଏ, which are decision that have large consequences for the people involved the problem. ତାହେଲେ ଆମେ କହିବା ଇଏ କ'ଣ ଇଥିକାଲ ଡାଇଲେମା, ତ ଓବିୟସଲି ବୁଝିପାରୁଥିବ କ'ଣ, ସେ ପ୍ରୋବ୍ଲେମ ଯୋଉଟା ଅକର୍ସ ସମସ୍ତଙ୍କ ଲାଇଫରେ ଆସେ। ଲାଇଫରେ ବି ଆସେ, ଇଣ୍ଡିଭିଜୁଆଲ ହେଇପାରିବ ବା ଗୋଟେ ପର୍ସନ କଥା ଆମେ କହିପାରିବୁ। ଇଥିକାଲ ଡାଇଲେମା ଇନ୍ ପର୍ସନ, ଇଥିକାଲ ଡାଇଲେମା ଇନ୍ ଏଜୁକେସନ ବା ଅର୍ଗାନାଇଜେସନ, ସିମ୍ପଲ ମୁଁ କହିବି ORG, ସେଇଟା ଗୋଟେ ନେସନ ପାଖରେ ବି ଆସିପାରେ, ନେସନ ଷ୍ଟେଟ ବାଲା ବି କହିପାରିବ। ଯେମିତି ଭାବ ଫର ଏକ୍ଜାମ୍ପଲ ଗୋଟିଏ ରୋହିଙ୍ଗା କେସ୍, ତମେ ରୋହିଙ୍ଗା କେସ୍ ଯଦି ତମେ ଲଢିଛ, ଆମେ କହିବା ଅର୍ ବାଂଲାଦେଶୀ ହିନ୍ଦୁଜ କଥା ନେଇଛ ଯୋଉମାନଙ୍କୁ ପ୍ରସିକ୍ୟୁଟ କରାଯାଉଛି, ସେମାନେ ଯଦି ଇଣ୍ଡିଆକୁ ଆସୁଛନ୍ତି, ପ୍ରଥମତଃ ସେ ଆସିବା ଇଲିଗାଲ। ଆଉ ଯଦି ତମେ ତାଙ୍କୁ ତଡ଼ି ଦଉଛ, ଏଇଟା ବି ଠିକ୍ ନୁହଁ, କାରଣ ତାଙ୍କ ଦେଶରେ ବି ତାଙ୍କୁ ପ୍ରସିକ୍ୟୁଟ କରାଯାଉଛି, ପ୍ଲସ୍ ଲ ବି ପରମିଟ୍ କରୁନି। ତ ଇଏ ଗୋଟେ ଡାଇଲେମା କଥା। ତ ସେଇଭଳିଆ ଡାଇଲେମା ସବୁ କେସ୍ରେ ଆସେ, କଣ୍ଟ୍ରି ପାଇଁ ବି ମଧ୍ୟ ଆସେ ହେଲା। ସେଇଟା ଗୋଟେ ଷ୍ଟେଟ୍ ପାଇଁ ବି ଡାଇଲେମା ହେଇପାରିବ, ସେଇଟା ଗୋଟେ ଇଣ୍ଡିଭିଜୁଆଲ ଲେଭଲରେ ହେଇପାରିବ, ଗୋଟେ ଅର୍ଗାନାଇଜେସନ ଲେଭଲରେ ହେଇପାରିବ, କୌଣସି ଗୋଟେ ସେକ୍ସନ ପାଇଁ ମଧ୍ୟ କରିପାରିବ। ଏମିତି ଡିଫରେଣ୍ଟ ଏକୁ ସେ ଆଫେକ୍ଟ କରିଥାଏ। କନଫ୍ୟୁଜିଂ କ୍ରିଏଟ୍ କରେ, ଡିଫିକଲ୍ଟ ହେଇଯାଏ ଡ୍ୟୁ ଟୁ ଦ କମ୍ପ୍ଲେକ୍ସିଟି, ସିଚୁଏସନ୍ ଅଧିକ ଥାଏ। ତେଣୁ ଆକୁ ଆମେ କହିବା ନା ଟିକେ ଏକ୍ଜାମ୍ପଲ୍ସ ଆମେ ଦେଖିଦେବା କ'ଣ କ'ଣ ହେଇପାରେ। ଯେମିତି ମେଡ଼ିକାଲରେ ତମେ ଦେଖିବ ନା, ଇନ୍ ମେଡ଼ିକାଲରେ ସେ କହୁଛି ଏ ଡକ୍ଟର ମଷ୍ଟ ଡିସାଇଡ୍ whether to respect a terminal ill patient, ନା wish to refuse treatment or intervene to save their life। ये गोटे देख तुम इथिकल सिचुएशन इमर्ज होची, ठीक अच्छे। इधर कौन रहा से डॉक्टर कौन वेदर ही विल रिफ्यूज टर्मिनाली इल पेशेंट, ताको कह ना ना मुझे एमती कर परिबनी, अदरवाइज नाल से कह हो ठीक अच्छे। तो लेट से आउ गोटे मुझे तुमको कहबी कि परमानेंट वेजिटेटिव को कई गोटे पलैछि, कौन से गोटे पेशेंट अच्छी से परमानेंट वेजिटेटिव को पलैछि। तमें जानिछ यू लेट से मेडिकल चीफ अच्छ तुम
मेडिकल चीफ अच्छ चीफ मेडिकल ऑफिसर मु कहबी चीफ मेडिकल ऑफिसर अच्छ तो तमें देख लो कौन गोटे पेसेंट परमानेंट वेजिटेटिव कंडीशन को पड़े ताले मु निज हॉस्पिटल रे ताको रोकिबे ना ताको कहबी भाई नहीं जाओ दरकार नहीं यदि तमें ताको मेडिकल रे से रहिबो यदि बेड हाँ किछि दिन आउट बंचिबो से घर पड़ौछ मरजिबो कथाटा होला या ଏଇଭଳିଆ କେସେସ୍ ଆମକୁ ଆସିଥାଏ ସେମିତି ମେଡ଼ିକାଲ ଡିସିସନ୍ ହେଇପାରେ କନଫିଡେନ୍ସିଆଲିଟି ବି ହେଇପାରେ ଯେମିତି ଆମେ କହୁଛେ ଫର୍ ଏକ୍ଜାମ୍ପଲ୍ ଆର୍ଟିଓ ଆର୍ଟିଆଇ ସରି ରାଇଟ୍ ଟୁ ଇନଫର୍ମେସନ୍ ସେ ରାଇଟ୍ ଟୁ ଇନଫର୍ମେସନ୍ରେ ଆମେ ସିକ୍ରେଟ୍ ବାଲା ଜିନିଷ ବି ଗୋଟେ ଆଡ୍ କରିଦେଇଛେ ସବ୍ କ୍ଲଜ୍ ଏ ଯଦି ନେସନ୍ର ଇଣ୍ଟରେଷ୍ଟ ଅଛି ଆମକୁ ଅଛି ତାହେଲେ ସେଟାକୁ ତୁମକୁ ସେୟାର କରାହେବ ନାହିଁ ନ କରିବାଟା ବି ତ ଗୋଟେ କରପ୍ସନକୁ ନେଇପାରେ ସେଟା ଗୋଟେ ହେଇପାରେ whistle blowing କଥା ନେଇଛ ସେ ତାର ଗୋଟେ କୌଣସି ଲୋକ ଜାଣିଛି କି ତାଙ୍କ କମ୍ପାନୀରେ କିଛି ଇଲିଗାଲ କାମ ହେଉଛି ଯଦି ସେ କହୁଛି ନିଜର ଜବ୍ ଯିବ ତେଣୁ ସେ କହିବ କି ନାହିଁ ସେଇଟା ଗୋଟେ ସେ ଡାଇଲେମା କଣ୍ଡିସନ ପଡ଼ିଯାଇଛି ତେଣୁ ଇଏ ଗୋଟେ ଡାଇଲେମା ନା ସେମିତି ୟୁଜ୍ ଅଫ୍ ଫୋର୍ସ ତମେ କରିବ କି ନାହିଁ ତ ସେ ଗୋଟେ ଡାଇଲେମା ଅଛି ରାଇଟ୍ ଯେମିତିକି ମୁଁ କହୁଛି ଏବେ ଯେଉଁ ମୁଭିଟା ଚାଲିଛି କ'ଣ ଅଛି ଏଇ ଯେଉଁ ମୁଭିଟା ଅକ୍ଷୟ କୁମାର ଏବେ ଚାଲିଛି ସ୍କାଏ ଫୋର୍ସ ନା କ'ଣ ସ୍କାଏ ଫୋର୍ସ है ना ଏ ମୁଭିଟା ଚାଲିଛି ସେ ମୁଭିରେ ସେ କହିବ ଦେଖିବ ଗୋଟେ ଜାଗାରେ ସିନ୍ ଥିଲା କି मतलब ଅକ୍ଷୟ କୁମାର ଚାହୁଁଛି କି ମୁଁ ପାକିସ୍ତାନ ଆଟାକ୍ କରିବା ପୂର୍ବ ଆଟାକ୍ କରିଦେବି କାରଣ ଦେ ଆର୍ ହାଭିଂ ଆମ୍ୟୁନେସନ୍ ଅନ୍ ଦ ବର୍ଡର ବଟ୍ ଅଫିସର କହୁଛି ନା ନା ହେଇପାରିବ ନା ଆମେ ଗୋଟେ ପିସ୍ ଲଭିଂ କଣ୍ଟ୍ରି ଇଣ୍ଡିଆ ଫାଷ୍ଟ କେବେ ଆଟାକ୍ କରିବ ନାହିଁ ତ ଇଏ ବି ଆଉ ଯଦି ନ କରୁଛ ତାହେଲେ ତମେ ହିଁ ସଫର ହେଇଯିବ ଯେମିତି ସେ ସଫର ବି ହେଲେ ତ ଇଏ ବି ଗୋଟେ ଡାଇଲମ୍ ରାଇଟ୍ ସେମିତି ଆକାଡେମିକ୍ ଇଣ୍ଟିଗ୍ରିଟି ବି ଥାଇପାରେ A student find a way to cheat on an important exam must choose between the honesty and grade ଏବେ କ'ଣ କରିବ ସେ ଦେଖୁଛି ଭାବ 10th ଏକ୍ଜାମ୍ ଗୋଟେ ପିଲା ଜାଣିଛି ମୋର କୌଣସି ଗୋଟେ ସବଜେକ୍ଟ ହୁଏନି ଯେ ସେ କପି ନ କରିବ ଫେଲ୍ ହେବ ଆଉ ଯଦି ଇମ୍ପୋର୍ଟାଣ୍ଟ ଏକ୍ଜାମ୍ଟା ନା କପି କଲେ ବି ତାକୁ ଖରାପ ଲାଗୁଛି କ'ଣ କରିବ ରିସୋର୍ସ ଆଲୋକେସନ୍ ସେମିତି ନେଇଯାଅ ତ ଆମେ ଏମିତି ନମ୍ବର ଅଫ୍ ଚ୍ୟାଲେଞ୍ଜେସ୍ ଇଥିକାଲ୍ ଡାଇଲେମା କୋଉ ଆଙ୍ଗେଲରୁ ବି ହେଇପାରେ ଆଚ୍ଛା କ୍ଲିନିକାଲ ଟେଷ୍ଟ କଥା ନେଇ ଆମେ ଯାହା କୋଭିଡ ଫୋଭିଡ ଯାହା ମେଡିସିନ ହେଉଛି ଆମେ କାହା ଉପରେ ଟେଷ୍ଟ କରୁଛେ ଆନିମାଲ ଉପରେ ହଁ କି ନାହିଁ ଏ ଯେଉଁ ଇଥିକାଲ କନସର୍ନ ରହୁଛି କି ନାହିଁ ସେଠି ଇଥିକାଲ କନସର୍ନ ରହୁନି ଆନିମାଲ ଉପରେ ଟେଷ୍ଟ କରୁଛେ ଏଠି ବି ଗୋଟେ ଇଥିକାଲ କନସର୍ନ ରହୁଛି ତ ଏଇଟା ଯଦି ତମେ କହିବ ନା ଆନିମାଲ ଉପରେ ଟେଷ୍ଟ କରିବା ଖରାପ ତାହେଲେ ତମର ହ୍ୟୁମାନ ବେନିଫିଟ୍ ପାଇବ ନାହିଁ ଇଏ ଗୋଟେ ଆମେ ରିସର୍ଚ୍ଚ କରିବା କାହିଁକିନା ତାଙ୍କ ଉପରେ ଯେଉଁ କରୁଛେ ସେ ବି ତ ମରିଯାଇପାରେ ନା ଦ୍ୟାଟ୍ କୁଡ୍ ବି ଅଲସୋ ରାଇଟ୍ ଆଜିକାଲି ଏଇଟା ବି ଠିକ୍ ନୁହଁ ସେମିତି ଆଡଭର୍ଟାଇଜମେଣ୍ଟ ତମେ ଦେଖିବ ଆଜିକାଲି କରୁଛନ୍ତି ମାର୍କେଟିଂ ପ୍ରଫେସନାଲ ଡିସାଇଡ୍ କରୁଛନ୍ତି ପୋଟେନ୍ସିଆଲ ମିସଲିଡିଂ କରୁଛନ୍ତି ଯେମିତି ତମେ ଦେଖିପାରିବ ଏ ତ ଜାଣିଛ ସବୁ ଆଉ କ'ଣ ଆଡଭର୍ଟାଇଜ ଏତେ ହେଉଛି ତାହେଲେ ଇଥିକାଲ ଡାଇଲେମା ଚାରିଆଡ଼େ ଅଛି ତମେ କହିବ ଏଠି ଡାଇଲେମା କ'ଣ ଆଚ୍ଛା ଯେଉଁମାନେ ଆଡଭର୍ଟାଇଜ କରୁଛି ମାର୍କେଟିଂ କମ୍ପାନୀ ପ୍ରଫେସନାଲ ମଷ୍ଟ ଡିସାଇଡ୍ସ whether to use potential misleading claims to boost the sale or not ଯେମିତି ଆଜି ଗୋଟେ ନ୍ୟୁଜ୍ ଆସିଥିଲା ଭିଜନ ଆଇସ୍ ଏକାଡେମୀକୁ କେତେ ଟଙ୍କା ଫାଇନ୍ କରିଛନ୍ତି ବା କମ୍ପିଟିସନ କମିଶନ ନାକି ଆଜି ବୋଧେ ଆସିଥିଲା ନ୍ୟୁଜ୍ଟା ତ ସେମିତି ଆମେ କହିପାରିବା ତ ଏନଭାରମେଣ୍ଟାଲ ରେସ୍ପନ୍ସିବିଲିଟି କଥା ବି ନେଇଯିବ ଯେମିତି ଡୋନାଲ୍ଡ ଟ୍ରମ୍ପ କଥା ନେଇଯାଅ ଏ ବାବୁ ଏବେ କ'ଣ କଲେ ଯେତେ ଏନଭାରମେଣ୍ଟାଲ ଅମକ ଟମକ ଥିଲେ ସବୁ କ୍ୟାନସଲ କରିଦେଲେ ତାହେଲେ ଏକ ସାଇଡ୍ ଯଦି କ୍ୟାନସଲ ନ କରିବ ଦେଶ ଉନ୍ନତି ହେଉନି ଆଉ ଯଦି କ୍ୟାନସଲ କରିଦେଉଛ ସେପଟେ ଡିଲ୍ଟା ବି ଖତମ ହେଉଛି ତେମିତି ସେମିତି ପ୍ରାଇଭେସି ବାଲା ହେଇପାରେ ଇଥାନେସିଆ ହେଇପାରେ କଲଚରାଲ ସେନ୍ସିଟିଭିଟି ନେଇପାରେ ଜେନେଟିକାଲ ଇଞ୍ଜିନିୟରିଂ ହେଇପାରେ ଏସବୁ ବୁଝା ପଡ଼ୁଛି ନା ବୁଝା ପଡ଼ୁନି ଯାହା ଆମେ ଡିସ୍କସ୍ କରୁଛେ ଏଇଟା କ'ଣ ଡିସ୍କସ୍ କରୁଛେ କହିଲ ନିମନ ମୁଁ ଏଇ ଯେଉଁ କହୁଛି ଏଇଟା କ'ଣ ଆଙ୍ଗେଲ ଅଫ୍ ଇଥିକାଲ ଡାଇଲେମା କେତେ ଏରିଆଜରେ ଇଥିକାଲ ଡାଇଲେମା ବୁଝା ପଡ଼ିବନି ଫିଲ୍ଡ ଅଫ୍ ଇଥିକାଲ ଡାଇଲେମା କୋଉ ଫିଲ୍ଡରେ ଇଥିକାଲ ଡାଇଲେମା ଆସୁଛି
almost every field. Almost what? Every field. ତା ବୁଝା ପଡ଼ିବନି। ଜେନେଟିକାଲ Yes, sir. ଇଞ୍ଜିନିୟରିଂରେ ଦେଖ, ଆଚ୍ଛା ଜେନେଟିକାଲ ଇଞ୍ଜିନିୟରିଂରେ ଭାବ ଇମ୍ପୋର୍ଟାଣ୍ଟ ଆମେ ଇଞ୍ଜିନିୟରିଂ କାହିଁ କରିଛେ? ଲେଟ୍ସ ମୁଁ କହିବି କାର୍ଟ ଟି ସେଲ୍, କ'ଣ ପାଇଁ ଆସିଛି? କାର୍ଟ ଟି ସେଲ୍ କ୍ୟାନ୍ସର ଟ୍ରିଟମେଣ୍ଟ ପାଇଁ। ଜେନେଟିକାଲ ଇଞ୍ଜିନିୟରିଂ କ'ଣ ପାଇଁ ଆସିଥିଲା? ଇଥିକାଲି ଆମେ କହିବା ଇମ୍ପ୍ଲିକେସନ୍ ଫର୍ ଦ ହ୍ୟୁମାନ୍ ଏଡିଟିଂ ଜେନ୍, କିନ୍ତୁ ଏଥିରେ କାହାକୁ ଗୋଟେ ତମେ କ୍ଲୋନ୍ କରିଦେଇକି ଲେଟ୍ସ ସେ तार बेनिफिट नहीं पारे क्लोनिंग। तो सिंपल आम कह क्लोनिंग गोटे ये इश्यू हो पारे, समथिंग फ्रीडम ऑफ स्पीच, एटा हेड स्पीच भी हो पारे। तो एमती हमको बहुत सारा आम कह एरिया अच्छी, एंड नंबर ऑफ एरिया जोटि कि तुम जापर इथिकल डायनामाइज रियल लाइफ रो किसी आम एग्जांपल देखिए इथिकल डायलेमा से भी कौन सॉल्व करने भी देवी, एमती ना कि मुझे खाली एरिया कहबी सॉल्व करने। अच्छा लेट्स से इथिकल डायलेमा रे हम देखिबा देखिए मेडिकल डिसीज ना। अच्छा एंड ऑफ लाइफ क्या ये डॉक्टर माइट फेस इथिकल डायलेमा केतल हो पारे रियल लाइफ and deciding whether to continue the life sustaining treatments for a terminally ill patient who is suffering and has little chance to recovery जोटा मैं तुमको कहती or not. Allocation of resource, pandemic। अच्छा ये मत कह एथरे कौन हो पार सॉल्यूशन कौन? एनीवन ये क्वेश्चन रो सॉल्यूशन कौन? एटार सॉल्यूशन कौन? Sir, ତାଙ୍କର ଯେ legal guardian ଅଛନ୍ତି, ଯେମିତି କି ଯଦି ଗୋଟେ ଲେଡି ଅଛି ତ ତାଙ୍କ ହଜବେଣ୍ଡ ନହେଲେ ତାଙ୍କ ଫ୍ୟାମିଲି ମେମ୍ବର, ସେଇଟା ତାଙ୍କ ଉପରେ ଛାଡ଼ିବ। ଆଉ କ'ଣ ହେଇପାରିବ? ସେ ଟର୍ମିନାଲି ଇଲ୍ ପେସେଣ୍ଟ ମାନଙ୍କର ଆକ୍ୟୁରେଟ୍ ମିନିଂ ବିଷୟ ଯୋଉମାନେ କୋମାରେ ରହୁଛନ୍ତି लगभग ଆମେ କହିବା ପରମାନେଣ୍ଟ ଭେଜିଟେଟିଭ ଷ୍ଟେଟ୍। ସାର୍ ଯୋଉମାନଙ୍କର ଭଲ ହେବାର ଚାନ୍ସେସ୍ ନାହିଁ। ନା ବହୁତ କମ୍ ବା ଲିଟିଲ ପୁରା। ଏଥିପାଇଁ ତାଙ୍କୁ କୁହାଯାଏ ଟର୍ମିନାଲି ଇଲ୍ ପେସେଣ୍ଟ, ଯୋଉଟା ମୁଁ ତମକୁ ଅଲରେଡି କହିଛି। ହଁ ସାର୍ ଏଇଟା ମାନସ ଯେମିତି କହିଲେ କି ସେ ତାଙ୍କର ପେସେଣ୍ଟର ତାଙ୍କର କେୟାର ଟେକର ଯିଏ ତାଙ୍କୁ ସେ ପଚାରିବେ ତାଙ୍କର ରେସ୍ପନ୍ସ ଆସିଲା ପରେ ଆକ୍ଚୁଆଲି ସେ ଫାଇନାନ୍ସିଆଲି ସାଉଣ୍ଡ ନାହିଁ ତା ଯୋଉ କଷ୍ଟ କୁ କରିପାରିବେ ନା ନାହିଁ ତାପରେ ଦେଖିକି କରାଯାଇପାରିବ। सर सर ए उपरे आईसीएमआर किछि गाइडलाइन जदि देथिबो ताको आमे फॉलो करि परिबा। ସେ ବଟ୍ ମେଡିକାଲ ଏଥିକ୍ସ ତ रिलेटेड କହୁଛି किछि ଏଇଟା କି ଯେ ପର୍ଯ୍ୟନ୍ତ ଚାନ୍ସେସ୍ ଅଛି ଆମେ ଟ୍ରାଏ କରିବା ଯେ ପେସେଣ୍ଟକୁ आमे ବଞ୍ଚେଇବା ପାଇଁ। ପୁଣି ଅଲଗା ସବୁ କ୍ରାଇଟେରିଆ ଅଛି ସେ ପେସେଣ୍ଟର ଆକ୍ଚୁଆଲି କଣ सर କେମିତି जहा आमो देश रे जहा भी कंट्री रे रूल रेगुलेशन एक्ट जहा अछि ताको फॉलो करी कि आमे एंड तक सॉल्यूशन काढिया कथा सर। ओब्वियसली ताले तमे कहबो प्रथम असेसमेंट कथा प्लस रिवैल्यूएशन करिवा सर बारंबार। ना ना प्रथम कथा देख एटा ए जो ये डॉक्टर कहिछि ए डॉक्टर न कि एटे गोटे टीम बसु गोटे मेडिकल टीम करा जाऊ प्लस तांको घर लोक को डका जाऊ कहना तांको घर लोक आसंतु मतलब फैमिली आसंतु ती कौन चाहूँगी सी कहे ना ठीक अच्छे आम पेसेंट घर को नहीं जाओ तो नहीं जाओ सी कहे ना आम वी कैन अफोर्ड इट आम अफोर्ड कर ताले थाओ एबे टीम डिसाइड करिवो टीम कहे यार हम रखिबो कि नहीं कह कथा इथिकली जदि कहबा जदि तुम कहूच 1% भी चांस अच्छी रिकवर करियार ना
ଏଠି ତ ଚାନ୍ସ କୁହାହବ ନା, ଏଠି ଥୋଡ଼ି କୁହାହବ କି ଚାନ୍ସ ନୁହଁ ବୋଲି। 1% ବି ତମେ କହୁଛ, ଦ୍ୟାଟ୍ ଇଜ ତମେ କହୁଛ ଚାନ୍ସ ବି ତ କହୁଛ ନା ତାକୁ, କି 1% ଚାନ୍ସ ଅଛି ତାର ରିକଭରି ପାଇଁ, ଅର୍ଥାତ୍ ଚାନ୍ସ ଅଛି, ତାହେଲେ ମୁଁ ତାକୁ 1 ବୋଲି କହିବି, ମୁଁ କହିବି ହିୟର ସି ଚାନ୍ସ ଟୁ ରିଭାଇଭ୍। ଯଦି ଅଛି ତାହେଲେ ଆମେ ତାକୁ ଫୁଲ୍ ଆଟେନସନ୍ ଦିଆଯାଉ, ଦେଖାଯାଉ କ'ଣ ହେଉଛି। ଲିଟିଲ୍ ତ କୁହାହେଇছে ନା, ବଟ୍ ରିକଭରି ତ ହେଇପାରିବ ବୋଲି କୁହାହେଇছে ନା, ଏଠି କୁହାହେଇନି କି ଟୋଟାଲ ନାହିଁ, ନୋ ତ କୁହାହେଇନି, ଲିଟିଲ୍ ଅଛି। ତେଣୁ ମେଡିକାଲ ଇଥିକ୍ସ କ'ଣ କୁହେ, ଯେ ଯୋଉ ପର୍ଯ୍ୟନ୍ତ ଲୋକଟା ବଞ୍ଚିଛି, ଯୋଉ ପର୍ଯ୍ୟନ୍ତ ହେଇପାରିବ ଚେଷ୍ଟା, ରାଇଟ୍। ଆଉ ବାକି ଯୋଉଟା ତମମାନେ କହିଲ, ये जो आईसीएमआर कथा कहल कि प्रिभेलिंग लॉज एंड द रूल्स एंड द रेगुलेशन, ये सब को ऐड करि परियो, नो डाउट दिस इज राइट। ये तमे ऐड करि परियो रूल्स एंड जहाँ आईसीएमआर अछि, मेडिकल जहाँ प्रोफेशनल्स मान तमे गाइडेंस अछि ताकू मध्ये तमे यूज करि परियो। अच्छा, एटा नेक्स्ट थिला, ड्यूरिंग द हेल्थ क्राइसिस जेमति कि कोविड, सच एज कोविड, healthcare professional may need to decide who receive may need to decide who receives limited resource like ventilators or ICU. रिसोर्स allocation को नहीं भी आसीला। ସେଟା क्वेश्चन ଟା କଣ ପଚାରୁଛ actually ବୁଝି ହଉନି କଣ ମାନେ ଚାହୁଁଛି କଣ देखो ସେ क्वेश्चन हैला, ये कहूची जेतेबेले हेल्थ केयर इशू चलला, भाव कोविड लिची ना, तमे देखिल कि मो पाखरे भेंटिलेटर अच्छी 10टा, लोक आसी पहुंची 15टा, मु कौन करी, ताले एठी कौन समस्त को हम ट्रीटमेंट कर ताले परिबानी एठी जो तमर जे रिसोर्स रो माने स्कार्सिटी हैला ना, तो हेल्थ सेतमे कहछ ड्यूरिंग द हेल्थ क्राइसिस, अर्थात कोन एया जोटा प्रोफेशनल मे नीड टू डिसाइड हु रिसीव लिमिटेड रिसोर्स लाइक वेंटिलेटर, कहा को दिया जिवो, गोटे एमएलए आसी पहुंची ताकू दबो ना कहा को दबो, एबे कोन करिवो, कहा को दबो एबे तम डिसाइड। सर एथे दीटा कंडीशन अपियर हे पिरो जोटा कि फास्ट कथा होचे फास्ट कम फास्ट सर्व, एथे ना मेडिकल एथिक्स वायोलेट हबो ना तार एडमिनिस्ट्रेटिव एथिक्स वायोलेट हबो। सेकंड कथा होची पेशेंट रो तार प्रेजेंट स्टेटस कोन, से केते परसेंट माने ऑलरेडी अफेक्टेड अछि से डिजीज रे, आ तार केते क्यूरेबिलिटी चांसेस अछि, सब कंसीडर करके दिया जाए। तो प्राइमरीली सर एथे फास्ट कम फास्ट सर्व को कंसीडर करेटा बेटर हो। पेशेंट रो इम्पोर्टेंस केते से को पोजीशन रो लोक तार सोसाइटी रे स्टेटस कोन, जदि लिमिटेड रिसोर्स अछि हेले ठीक से एटा जोटा तमे एटा तो ठीक अछि, फास्ट कम फास्ट सब कहलो, ताले भाबो गोटे किंतु एटा भी भलो पॉइंट कहलो, जोटा तमे कहलो कि तार स्टेट ऑफ कोन अछि, सपोज जने प्रथम आसी किंतु गोटे यंग पिलाटा, और जने ठीक अछि लेटर आसी बट से थिक एजेड हिची, ताकू आगे तो दरकार ना, एजेड लोकटा को आगे दरकार, कना से रिवाइव करि परिबनि जदि खराब हि जबो, तार टिके देह बेसी खराब नहीं, से रिवाइव करि परिबनि, बट पिलाटा रिवाइव कर दे परिबो, सेटा डॉक्टर ही कहि परिबे। सो दे कैन असेस द सिचुएशन, राइट, सेटा असेस करके जानि परिबे कि काहा को दिया जिवो नाही। नहीं सर द्वितीय ये कथा है, क्वेश्चन रे आपण दीटा कंडीशन रखे ना, माने जेमति कि किछि गोटे पॉलिटिकल इन्फ्लुएंशियल पर्सन आछे, जेमति पॉलिटिशियन सेटा वगैरह जदि आछन। तापर सेकंड जदि कथा एमएलए होची, को सपोज तापर सेकंड कथा होची कि पेशेंट अधिक आपने गांव पाखे लिमिटेड रिसोर्सेस, तो फास्ट केस पई फास्ट और फास्ट कम फास्ट सर्व को नथिली। तापर सेकंड केस पई पेशेंट रो प्रेजेंट कंडीशन को नेकी देखा जाय, जेमति कि आपण परे कहले कि गोटे ओल्ड एज पर्सन आछी कि गोटे यंग पर्सन आछी, से टाइम रे हम देखिर अछि रिक्वायरमेंट ता का पई अधिक नेसेसिटी। राइट। अच्छा भाब 10टा बेड अच्छी 15 जन आसी पहुंचले सेम पेशेंट, कौन करिवो? The same predicament कोन इक्वल स्टेट ऑफ कंडीशन दीटा 15 जन जागो इक्वल स्टेट, इक्वल सब से प्रथम तो एठे जदी एम्पैथेटिक वे रे देखा जाय, हेतु हम चूज कर जे एक्चुअली वुमेन किंबा चिल्ड्रन केते अछंती।
ଫାଷ୍ଟ ହୁଁ କେସ୍ ଗଲା, ତାପରେ ତାକୁ ସର୍ଟ ଆଉଟ୍ କଲା ପରେ ଆମେ ଆଡ୍ କରିପାରିବା କି ଯୋଉ ଭଲନେବୁଲ ସେକ୍ସନ ଯେମିତି କି ଓଲ୍ଡ ଏଜ ଲୋକ କିଏ ଅଛନ୍ତି, ତାପରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ କୁ ଆଡ୍ କରିହବ। ହଁ ସେଇଟା କରିପାରିବ। ଦେଖ ଅଦରୱାଇଜ ଆଉ ଏଥିରେ କ'ଣ କରିହବ ନା, ଦେଖ ଯଦି ସମସ୍ତଙ୍କର ସେ ଲେଟ୍ସ ସେ ସେଇଟା ଗୋଟେ ଚାଇଲ୍ଡ ହେଇପାରେ, କିମ୍ବା ଆମେ କହିବା ୱୁମେନ୍ ହେଇପାରେ, କିମ୍ବା ଓଲ୍ଡ ହେଇପାରେ, କିଛି ବି ହେଇପାରେ। ଯଦି ଭାବ କି କୋଭିଡର ଷ୍ଟେଜ ଗୋଟେ ଅଛି, ଯେମିତି ଆମର କ୍ୟାନ୍ସରର ଷ୍ଟେଜ ଅଛି, ସେମିତି 4ରେ ଅଛି। ତ ସେ ଚାଇଲ୍ଡ ହଉ କି ୱୁମେନ୍ ହଉ କି ଓଲ୍ଡ ହଉ, ସେଥିରେ କିଛି ନାହିଁ। ତ ବେଟର ଆମେ କହିବା କି ଭାଇ ଦେଖ ଏତିକି ବେଡ୍ ଅଛି, ଆମେ ନେବା ହିଁ ନାହିଁ। ଆଉ ନ ନେଲେ ବି ତ ଖରାପ ନା, କିନ୍ତୁ ତାକୁ ଆଉ କିଛି ଏକ୍ସଟ୍ରା ଯେମିତି ସାଲାଇନ୍ ଦେଇଥିବା, ମେଡିସିନ ଦେଇଥିବା, ବାକି ଆମେ କିଛି କରିକି ଆଡଜଷ୍ଟ କରିବା ପାଇଁ ଚେଷ୍ଟା କରିବା। ଏମିତି ନେଇକି ଖାଲି ଭେଣ୍ଟିଲେଟରରେ ଚାଲେ ଯଦି ହେଇପାରିବ। ଅଦରୱାଇଜ ନହେଲେ ମନା କରୁ କି ଭାଇ ସାଇଡରେ କିଛି ହସ୍ପିଟାଲ ଅଛି ସେଠିକି ଯାଅ, ଆମର ଏଠି ନାହିଁ ବେଡ୍, କାହିଁକିନା ଆମେ ଆଉ ଏମିତି ନାହିଁ ଗୋଟେ ଛୁଆଟା ଅଛି ତାକୁ ବାହାର କରିଦେବା, ଛୋଟ ପିଲାଟାକୁ। ବିଜନେସ୍ ଇଥିକ୍ସକୁ ଆସ। ସେ କହିଛି ହୁଇସେଲ ବ୍ଲୋଅର୍ସ ମାନେ ଅଛନ୍ତି ଅନଏମ୍ପ୍ଲଏଡ୍, ଡିସ୍କଭର ଯେ ତାଙ୍କ କମ୍ପାନୀ କିଛି ଖରାପ କାମ କରୁଛନ୍ତି, ଅନଏଥିକାଲ ପ୍ରାକ୍ଟିସେସ୍, କିନ୍ତୁ ସେ ଯଦି କହିଦେବ ତା ଜବ୍ ଯିବ। ଆଣ୍ଡ ପର୍ସନାଲ ୱେଲବିଙ୍ଗ ଯଦି ଆଣ୍ଡ must decide whether to report it, potentially risking the job and personal well-being and stay silent। ନା ସେ ନ କହିକି ଖୁସିରେ ରହିବ, ନିଜର ଭଲ ତ ହେଉଛି, ତାର ଏତେ ଅସୁବିଧା। ବୁଝିପାରିଲ କ୍ୱେଶ୍ଚିନ୍ ନା ବୁଝିପାରିଲନି? ଜଣେ ଲୋକ ଭାବ କଟକରେ ତ ଯାହା ଆସିଲେ ବି ସବୁ ପନିରଠୁ ଆରମ୍ଭ କରି ସବୁ ତ ମିଳେ ଡୁପ୍ଲିକେଟ୍। ଏଠି ଗୋଟେ ଲୋକଟା ଲାଗିଲା କି ଯଦି ମୁଁ କହିଦେବି ତାର ଜବ୍ ଯିବ, ପୋଟେନ୍ସିଆଲ ଲସ୍ କରେ, ଆଜି ନ କହୁଛି ତାହେଲେ ସେ ଖୁସି ରହିବ, ପର୍ସନାଲ ୱେଲବିଙ୍ଗ ହବ, ସେ ତାର ଖୁସି ରହିବ। କ'ଣ କରିବ ସେ? ସାର୍ ଏଥିରେ ତ ନୋ ଡାଉଟ୍ କି ସେ ତାର ଯୋଉ ପ୍ରୋବ୍ଲେମ ଟାକୁ ଡିଟେକ୍ଟ କରିକି ହାୟର ଅଥରିଟିକୁ ଇନଫର୍ମ କରିବ। ସେକେଣ୍ଡ କଥା ହଉଛି ୟା ସହିତ ସେ ଏନସୋର କରୁଥିବ ଯେ ମାନେ ମିନିମମ୍ ଇମ୍ପାକ୍ଟ ହଉ କମ୍ପାନୀ ଉପରେ କି କ'ଣ। ସାର୍ ସେ କମ୍ପାନୀର ଯୋଉ ମାନେ ଯୋଉ ମ୍ୟାନେଜମେଣ୍ଟର ହେଡ୍ ଥିବେ, ତାଙ୍କ ସାଙ୍ଗରେ ବି ମାନେ କଥା ହେଇକି କହିପାରିବେ କି ଏଇଟା ଯୋଉଟା ହଉଛି ତା ପାଇଁ ତାଙ୍କର ଲସ୍ ହେଇପାରିବ। ତ ସେଇ ହିସାବରେ ତାଙ୍କୁ ଟିକେ ପରସ୍ୟୁଟ୍ କରିପାରିଲେ ବେଟର ହେଇପାରନ୍ତା। ମାନେ କମ୍ପାନୀର ବି ଭଲ ହବ, ଆଉ ଯଦି ମାନେ ଏବେ ଖରାପ କ୍ୱାଲିଟି ଯଦି ମନେକର ମାର୍କେଟରେ ପଳେଇଲା ହେଲା, ତ କମ୍ପାନୀର ନାଁ ବି ବଦନାମ ହବ। ତ ସେଇ ହିସାବରେ ଯଦି ତାକୁ ମାନେ କହିପାରିଲା, ବୁଝେଇ ପାରିଲା, ମାନେ ସେଇଟା ବି ଗୋଟେ ହେଇପାରିବ। ହଁ ତ ଯୋଉଟା ଇଏ ରାମ କହିଲା ଠିକ୍, कि एक्चुअली आम कंपनी को डायरेक्ट व्हिसल ब्लो न करिकी एटलिस्ट ताको गोटे जो कंपनी को भी गोटे अपॉर्चुनिटी दिया जाऊ, जमी गांधीजी कहते गोटे अपॉर्चुनिटी दि जाऊ, तांको भी कह जाऊ। माइट भी हायर ऑफिशियल जानी लोअर ऑफिशियल माने कर तो कंपनी रो जो लेट्स से सीईओ कथा नहीं जाओ कि जो भी हो, तो तांको आगे जना जाऊ कि देखो एमती होची, एटा ठीक नो। अदरवाइज हम डायरेक्ट जदि माने लोकों को मीडिया सामने रे कहि दउचे ना, ता द्वारा तमर जॉब तो जीव तुम सहित आपको 500 लोकों जॉब भी जीव, आउ जो 500 पीपल अच्छे ना से भी जीव। तेणुक बेटर आम इंटरनाली जिनस को समाधान करने चेष्टा, हाँ कि नहीं? तो ये बात टे भाविकी कहले बढ़िया हम, बढ़िया आंसर देल राम यहाँ। तो ये आमको कौन कर ना, तो दिस इज हाउ यू हैव टू इम्प्रूव। टे भावे पड़ो आम जिते आम इथिकल डायलेमा नौचे सेटा समस्त को सुहाइला भाया हम। बहुत चर्चिका भी ठीक ठाक कहल यहाँ। तो सेटा को चाहिए कि आम केमती मिनिमम इम्पैक्ट हो पारे, बट आउटकम आम पॉजिटिव वे रे नहीं की कहला कि हाँ लॉन्ग टर्म रे चर्चिका जो कहला लॉन्ग टर्म सेटा भी तुम कहीपर बुझे कि आम देखो टाटा भाया ना ब्रांड हो पारे। टाटा जो ब्रांड है थोड़ी मक्खन लगे ब्रांड है है ना। आईफोन आज तुम आखि बुझी किणुच, आईफोन दुनिया सब टॉप ब्रांड हूँ आईफोन। एबी भी मार्केट रे तुम देख सब टॉप ब्रांड हूँ आईफोन ऑलवेज आज यूजुअल, कहीं बिकॉज ऑफ क्वालिटी। तेणु जब आम क्वालिटी दौचे ओवर द टाइम अधिक लाभ हम दैन दिस, परस्यूट जब कर। नेक्स्ट आस क्वेश्चन। नेक्स्ट क्वेश्चन ट्राई करो। A company must choose between outsourcing a product to a country
with cheaper labor, but poor working condition and keeping up that what production local but at higher cost. ବୁଝା ପଡ଼ିଲା ଏଇଟା? ହେଇପାରିବନି। क्वेश्चन ବୁଝିପାରୁଛ ନା ବୁଝିପାରୁନ? ସେ କହୁଛି କମ୍ପାନୀ ଗୋଟେ ଚାହୁଁଛି ଚୁଜ୍ ବିଟୱିନ୍ ଦ ଆଉଟସୋର୍ସିଂ ପ୍ରଡକ୍ଟ, ଗୋଟେ ସେ ତାର ବାହାର କୋଠି ପ୍ରଡକ୍ସନ କରିଦେବ, ଚିପ୍ ଲେବର ହେଇଯିବ, କିନ୍ତୁ ପୋର ୱାର୍କିଂ କଣ୍ଡିସନ ଆଣ୍ଡ କିପିଂ ପ୍ରଡକ୍ଟ ଲୋକାଲ ଆମେ କହିବା, ରାଇଟ୍, ବଟ୍ ଆଟ୍ ହାୟର କଷ୍ଟ, ତ କଷ୍ଟ ତମ ଏପଟେ ବଢିଯିବ, ତମେ କ'ଣ କରିବ? ମାନେ ସେ କୋଶ୍ଚିନ୍ କଣ ପଚାରୁଛି? ସେ ଗୋଟେ ଅର୍ଡର କଣ୍ଟେ ଯୋଉଟେ ଲୋ ଲେବର ପ୍ରାଇସ୍ ଆଉ ପୁଅର ୱାର୍କିଂ କଣ୍ଡିସନ ଥିବ ସେଠୁ ଆଣିକି ଲୋକାଲ ରେ ହାୟର ପ୍ରାଇସ୍ ରେ ବିକିବା ପାଇଁ ତ? ଲୋକାଲ ଆଉଟସୋର୍ସ ଆସିଲେ ସାର୍ ମାନେ ଜବ୍ ଚାଲିଯିବ, ଲୋକାଲ ଲୋକଙ୍କର ପ୍ରୋବ୍ଲେମ ହେବ, ଏଥିରେ ଏଥିକାଲ ଡାଇଲେମା ଆସିପାରେ। ତାପରେ ଏମାନଙ୍କୁ କମ ପଇସାରେ ଦେଲେ ଫୋର୍ସ ଲେବର୍ସ ଭଳିଆ ହେଇଯିବେ, ମାନେ ଏକ୍ସପ୍ଲୋଟେସନ ହେଇପାରିବେ, ଏଟା ବି ଏଥିକାଲ ଡାଇଲେମା ଆସିପାରେ। ଦେଖ ଭାବ ଗୋଟେ କମ୍ପାନୀ କିଛି ବି ଅଛି, କିଛି ଗୋଟେ ନେଇ XYZ କମ୍ପାନୀ ଇଣ୍ଡିଆରେ ଅଛି, ସେ ଦେଖିଲା ମୁଁ ଯଦି ଚାଇନାରୁ ଜିନିଷକୁ ତିଆରି କରିକି ଆଣିବି ମୋର କଷ୍ଟ ପ୍ରଡକ୍ସନ କମିଯିବ, ଯେମିତିକି ୟୁଏସ୍ଏର କମ୍ପାନୀ ମାନେ କରୁଛନ୍ତି। ଆଚ୍ଛା ଆଉ ଗୋଟେ ମୁଁ କଥା କହୁଛି, ଡୋନାଲ୍ଡ ଟ୍ରମ୍ପ କଥା ନେଇଯାଅ, ସେ କ'ଣ କହୁଛନ୍ତି ବାବୁ, ଏ ସବୁ ବାହାର କରିଦେବା, ଆମେରିକାର ଲୋକ କାମ କରିବ। ଏଇ ଯେଉଁ ଆମେରିକା ଗ୍ରେଟ୍ ଚକ୍କରରେ ନା ଓଲଟା ହେଇଯିବ ଆମେରିକା। ମନେ ରଖିଥିବା ଏ କଥା। କାହିଁକି ତାଙ୍କୁ ସାର୍ କାହିଁକି? ଆମେରିକା ଯଦି ଚଳୁଛି କେବଳ ମାଇଗ୍ରାଣ୍ଟ ୱାର୍କର ମାନଙ୍କ ପାଇଁ, ଆଉ ବାହାର ଲୋକଙ୍କ ପାଇଁ ଆମେରିକା ଚଳୁଛି, ଯେମିତିକି ଦୁବାଇ, ଲଣ୍ଡନ, ସିଙ୍ଗାପୁର, ଏସବୁ କେବଳ ବାହାର ଲୋକଙ୍କ ପାଇଁ ଚାଲେ। ତାପରେ ଯେତେବେଳେ ତମେ ଏଇଭଳିଆ ରେଷ୍ଟ୍ରିକ୍ସନ କରିବାକୁ ଲାଗିବ, କମ୍ପାନୀ ତ ନିଜର କେବେ ଲସ୍ କରିବନି। ଗୁଗଲ କହିବ ଭାଇ ମୁଁ ମୋର କାଲିଫର୍ଣ୍ଣିଆରେ କାହିଁ ଅଫିସ୍ କରିବି, ନା ଚାଲ ବାଙ୍ଗାଲୋରକୁ ପଳେଇକି ଉଠେଇ ନେଇକି ଡାଇରେକ୍ଟ ପଳେଇଯିବା, ବାଙ୍ଗାଲୋରରେ ଖତମ କାମ ହେଲା। ତ ଯେତେ ବଡ଼ ବଡ଼ କମ୍ପାନୀ ସେୟା ହିଁ କରିବ, ସେଥିପାଇଁ ଏମାନେ ସବୁ ଇଣ୍ଡିଆକୁ ଆଉଟସୋର୍ସ କରୁଛନ୍ତି। ତାହେଲେ ଇଣ୍ଡିଆରେ କ'ଣ ହବ? ଚିପ୍ ଲେବର ଅଛି କିନ୍ତୁ ପୋର ୱାର୍କିଂ କଣ୍ଡିସନ। ସେ ଯେଉଁ ପ୍ରଡକ୍ଟ ଯେଉଁ ଆମେ ପ୍ରଡକ୍ସନ କଷ୍ଟ ଅଫ ପ୍ରଡକ୍ସନକୁ ସିନା ଆମେ ଦେଖିଦେଲେ କି ଠିକ୍ ଅଛି କଷ୍ଟ ଅଫ ପ୍ରଡକ୍ସନ କମିଯିବ, ଚିପ୍ ଲେବଲ, ବଟ୍ ତାକୁ ରଖିବା ଯେଉଁ କିପିଂ କରିବା ଲୋକାଲ ଲେବଲରେ, ଯାକୁ ଆଣିକି ରଖିବ, ତା ଦେହରେ ବି ତ ଖର୍ଚ୍ଚ ଅଛି ନା। ଆମେ ଯେଉଁ ଆଣିବ ପ୍ରଡକ୍ଟଟାକୁ ଆଟ୍ ହାୟର କଷ୍ଟ, ତମେ ସେଠି ପ୍ରଡକ୍ସନ କରିକି ଆଣିଲ ଚାଇନାରେ, ଏଠି ଯେଉଁ ରଖିବ ଇଣ୍ଡିଆରେ, ସେଥିରେ କଷ୍ଟ ଅଫ ପ୍ରଡକ୍ସନ ବି ଅଛି ଅଧିକ। ତାହେଲେ କ'ଣ କରିବ? ତାହେଲେ ଆମେ ଯଦି ଆମେ ଏଠି ଆଣିକି ରଖୁଛୁ ଅଧିକ ହେଉଛି, ତେଣୁ ଦ୍ୟାଟ୍ ମିନ୍ସ ସେ କହୁଛି ଫେୟାର ଲେବଲ ପ୍ରାକ୍ଟିସ୍, ଅର୍ଥାତ୍ ସେଇ ଯେଉଁ ଲେବର ମାନଙ୍କୁ ଆମେ ଯେଉଁ ହଇରାଣ, ସେମାନେ ବି ଗୋଟେ, ଖାଲି ଏଠି ଇସ୍ୟୁ କ'ଣ ଦେଖ, ଇସ୍ୟୁ ହେଉଛି ଲେବର ଇଥିକ୍ସ। ତାହେଲେ ଆମେ ଇସ୍ୟୁ ହେଉଛି କ'ଣ? ଲେବର ଇଥିକ୍ସ। ମୁଁ କହିଦିଏ ଆଉ ଗୋଟେ ଇସ୍ୟୁ ହେଉଛି ଲେବର ଇଥିକ୍ସ। ନା ତମେ କ'ଣ, ସପୋଜ ଆମେ ଯେମିତିକି ଗୋଟେ ଏକ୍ଜାମ୍ପଲ ହେଉଛି ଆଡିଡାସ୍। ତମେ ଜାଣିଛ ଆଡିଡାସ୍ ଯେଉଁ ସୁ ତିଆରି କରେ ତାକୁ ୟୁଏସ୍ଏ ମାର୍କେଟରେ ବନା ବୋଲି ବିକିପାରିବନି। ତମକୁ ସାର୍ ୟୁଏସ୍ଏରେ ତ ମିଳୁଛି ଆଡିଡାସ୍, ସବୁ ଆଡିଡାସ୍ ୟୁଏସ୍ଏରେ ମିଳେନି। ଯେଉଁ ଆଡିଡାସ୍ ଚାଇନାରେ ତିଆରି ହେବ ସେଇଟା ୟୁଏସ୍ ମାର୍କେଟରେ ବିକା ହେବ। କାହିଁକି? ଏଠି ଯେଉଁ ଲେବର ଅଛି ଚିପ୍ ଲେବର, କିନ୍ତୁ ସେମାନଙ୍କୁ ୱାର୍କିଂ କଣ୍ଡିସନ ବହୁତ, ତାଙ୍କୁ ୱାର୍କିଂ କଣ୍ଡିସନ ବହୁତ ହି ଖରାପ, ଆଉ ଲୋକାଲ ମାର୍କେଟରେ କଷ୍ଟ ପ୍ରଡକ୍ସନ ଅଧିକ ହାୟର। ହେଲେ ଆମେ କହିବା ଏଇ କେସ୍ରେ ୟୁଏସ୍ଏ କହୁଛି ଯେହେତୁ ହ୍ୟୁମାନ୍ ରାଇଟ୍ ଭାୟୋଲେସନ୍ କରୁଛି ଚାଇନା ଜିନ୍ଜିଆଙ୍ଗ ପ୍ରୋଭିନ୍ସରେ, ସେଥିପାଇଁ ଏଠୁ କର ଆମେ କୌଣସି ପ୍ରଡକ୍ଟ ନେବା, ତାହେଲେ ଏଇଠି ଆମେ ପ୍ରଡକ୍ଟ ନେବା, ତାହେଲେ ଦ୍ୟାଟ୍ ମିନ୍ସ ଦିସ୍ ଇଜ୍ ଦ ଲେବର ଇଥିକ୍ସ ଆଉ ନଥିଙ୍ଗ। ଲେବର ଇଥିକ୍ସ। ତାହେଲେ ତମେ କ'ଣ ଚାହୁଁଛ କି ସେ ଦେଶର ଲୋକକୁ ସେମିତି ଏକ୍ସପ୍ଲୋଇଟ୍ କରିକି ଆଣୁ, ଆଉ ତମେ ଏଠି ଇଏ କରିବ ନା ଲୋକାଲରେ କରିବାକୁ ଚାହୁଁ? ଲୋକାଲରେ ଯଦି କରିବ କଷ୍ଟ ଅଧିକ ବଢ଼ିବ, ତାହେଲେ କ'ଣ କରିବ?
ସାର୍ ଏଇଟା କରିହବ କି ତାଙ୍କ ୱାର୍କିଂ କଣ୍ଡିସନଟା ଯେମିତି ବେଟର କରିହବ, ମଡରେଟ୍ ପ୍ରାଇସରେ ମଡରେଟ୍ ପ୍ରଫିଟ୍ ରଖିକି ଇମ୍ପୋର୍ଟ କରିହବ ସାର୍। ଗୋଟେ କାମ କର, ସେ ଲେବରକୁ ଇଣ୍ଡିଆକୁ ଡାକି ଦିଅ ସରିଲା କଥା ହେଲା। ସେ ସ୍କିଲ୍ଡ ଅଛି। ଆମର ଏଠି ଆମ ଲେବର ଏଠି କଷ୍ଟ ଅଧିକ, ଏନଭାରମେଣ୍ଟ ଭଲ। ଆମର ଏଠି ଏନଭାରମେଣ୍ଟ ଖରାପ ବୋଲି ତ କହିନାହାନ୍ତି କୋଶ୍ଚିନ୍ରେ। ଯେମିତି ଦୁବାଇ କଥା ନେଇଯାଅ, ଯେଉଁ ପିଲାମାନେ ଯାଉଛନ୍ତି ଦୁବାଇକୁ କହୁଛି 40,000 50,000 ପାଇବି। ଦୁବାଇରେ ଗଲେ ସେ କେଉଁ ଗଳି କନ୍ଦିରେ ରହୁଥିବ, କେଉଁ ଛାତ ଉପରେ ଗୋଟେ କୋଣରେ ରହୁଥିବ, ଜାଣିଛ କି ନାହିଁ? ନା ଜାଣିନେ କଥା? ହଁ ସାର୍, ଦେଖିଛି ତା ଭିଡିଓ ଗୁଡା ସାର୍, କେମିତି ମାନେ ଗୋଟେ ରୁମ ରେ 15 ଜଣ ରହୁଛନ୍ତି ଛୋଟ ରୁମ। ଏଇଟା କ'ଣ ତାହେଲେ ମୋତେ କୁହ, ଏମାନେ ଏଠୁ ଶସ୍ତା ଲେବର ଗଲେ, କିନ୍ତୁ ଦୁବାଇ ଦେଖିଲା ବେଳକୁ ସହର ବହୁତ ବଡ଼। ଆରେ ଭାଇ, ସହର ୟୁଟ୍ୟୁବରେ ଦେଖିବାରେ କ'ଣ ଅଛି? ବୁଝିପାରୁଛନ୍ତି? ସେଇଟା ତ ଲୋକ ବୁଝନ୍ତିନି ନା। ସେମିତି ତୁମକୁ ତ ଗୁରଗାଁও ଯଦି ତୁମେ ଯିବ ନା, ଲିଟରାଲି ତୁମକୁ ଫିଲ୍ ହେବ ମୁଁ ଆଇ ଏମ୍ ଆଉଟ୍ ଅଫ୍ କଣ୍ଟ୍ରି। ତୁମେ ଗୁରଗାଁও କିଏ ଯାଇଥିବ, ଯେତେବେଳେ ତୁମେ MG ରୋଡ଼ରେ ଯାଉଛ ନା, ତ କେତେ ସେକ୍ଟର ଏଇଟା ଯେଉଁ ଏଠୁ ନେଇକି ମୁଁ କହିବି ମାନେ ହୁଡା ସିଟିଠୁ ନେଇକି ପୁରା ତୁମର ଯେଉଁ ଯେଉଁ ମଲ୍ଟା ଅଛି, କ'ଣ ତାକୁ, ଯେଉଁ ରାପିଡ୍ ମେଟ୍ରୋ ଅଛି, ଏଇ ଯେଉଁ ସାଇଟ୍ଟା ପୁରା ଯେଉଁଟା ଆମର IT କମ୍ପାନୀ ଗୁଡ଼ା ଅଛି, ଏ ସାଇଟ୍ ଇନଫିନିଟି ମଲ୍ ସାର୍। ଇନଫିନିଟି, ଏ ବଡ଼ଟା ଯେଉଁଟା ମ, ସେ ଇନଫିନିଟି ମନେ ହଁ, ପଡ଼ୁନି। ଦୁବାଇରେ ତ ଇନଫିନିଟି ମଲ୍ ସାର୍। ଯାହା ବି ହଉ, ସେଇପଟେ ମୁଁ ସେଇଠି ରହୁଥିଲି, ସେଇ କାପାସିଟା ବର୍ଡର ପାଖରେ DLF ବି ଗୋଟେ ଅଛି ଯୋଉଟା। ହଁ, DLF ଅଛି। DLFଟା ତ ବଡ଼ଟା, ସେଇଟା ତ ସାଇବର ସିଟି। ସେଇଟା DLF ସାଇବର ସିଟି ଯେଉଁଟା କହୁନ କି DLF, ସେଇଟା DLF ସାଇବର ସିଟିଟା, ସେଇଟା ସବୁଠୁ ବଡ଼ ଏରିଆଟା। ସେ DLF ହିଁ ବନେଇଛି ସେଇଟା, ସେ ମଲ୍ଟାକୁ। ଯାହା ବି ହଉ, ତ ସେଇ ଏରିଆରେ ତୁମେ ଯେତେବେଳେ ଯିବ, ପାସ୍ କରିବ ନା, ତୁମକୁ ବସ୍ରେ ଯିବ, ତୁମକୁ ଲାଗିବ ମୁଁ ଦୁବାଇରେ ଅଛି। ଦି ପଟ ସାଇଡ଼ରେ ଖାଲି 20 ମହଲା 30 ମହଲା ବିଲ୍ଡିଂ, ଆଉ କିଛି ନାହିଁ। ତ ସେଥିପାଇଁ ଗୁରଗାଁକୁ କ'ଣ କୁହାଯାଏ? ମିଲେନିୟମ ସିଟି ବୋଲି କୁହା, ହଁ କି ନାହିଁ? ମିଲେନିୟମ ସିଟି ବୋଲି କୁହାଯାଏ ଗୁରଗାଁକୁ। ତ ସେଇଭଳିଆ କଥା ଦେଖିଲା ବେଳକୁ ଯେଉଁ ଓଡ଼ିଆ ପିଲାମାନେ ଯାଉଛନ୍ତି ସେଠି ଖଟିବା ପାଇଁ, ସେମାନେ କେଉଁଠି ଗୋଟେ ଆଜବେଷ୍ଟ ଘରେ ରହୁଥିବ ଗୁରଗାଁରେ, ରାଇଟ୍? ତ ଏ ବେଟର ଯୋଉ ମୁଁ ଶାହରୁଖ କହିବି, ଖାନର ମୁଭି ଯୋଉଟା ଥିଲା, ଯୋଉ ଆମର ଡଙ୍କି ମୁଭି। ଯାହା ବି ହଉ, ତ ମୋ କହିବା କଥା ସେଇଭଳିଆ। ତାହେଲେ ବେଟର ଆମେ, ଯଦି ଆମେ କମ୍ପାନୀଟା ଇଣ୍ଡିଆରେ ଅଛି, ଅବଶ୍ୟ ବାଂଲାଦେଶକୁ ପଠେଇ କାମ କରିପାରିବ, ତାଠୁ ଭଲ ଆମେ ସେ ଏମ୍ପ୍ଲୟି ୱାର୍କରମାନଙ୍କୁ ଅପରଚ୍ୟୁନିଟି ଦେଇଦେବା, ସେ ଏଠିକି ପଳେଇ ଆସିବ। ଏଠି ବେଟର କଣ୍ଡିସନ୍ ଅଛି, ଟ୍ରାନ୍ସପୋର୍ଟେସନ୍ କଷ୍ଟ ବି ବଞ୍ଚିଯିବ। ଏକା କଥା ହେଲାନି, କିଛି ତ ବଞ୍ଚିଯିବ। ସେ ସେଠୁ ପୁଣି ୱାର୍କର ମାନଙ୍କୁ ଆଣିଲେ ଇଣ୍ଡିଆନ ମାନଙ୍କର ତ ପ୍ରୋବ୍ଲେମ ସେମାନେ କ୍ରିଏଟ କରିବେ ନା, ଯେ ଆମକୁ ଅପରଚୁନିଟି ମିଳୁନି କିନ୍ତୁ ବାହାରୁ ଆଣିକି ଲୋକ କାମ କରୁଛନ୍ତି। ସେମାନେ କହିବେ ଆମକୁ ସେତିକି ସ୍କିଲ୍ ପ୍ରୋଭାଇଡ କର, ସ୍କିଲ୍ ବନାଅ ଆମକୁ। ଇ ଆଙ୍ଗେଲ ତ ଏଥିରେ କହିନାହାନ୍ତି ନା, ଏବେ ଆମେ ଯିବାନି, ସେ ଡିମାଣ୍ଡ ନାହିଁ ନା ସେଥିରେ, ଯେଉଁଟା କହୁଛ। ଆଜ୍ଞା ସାର୍। ସେମିତି ଯଦି ହେଇଥାନ୍ତା, ଭାବ USA କଥା ନେଇଯାଅ, USରେ ମ୍ୟାକ୍ସିମମ୍ ଲେବର ଇଣ୍ଡିଆର କି ନାହିଁ? ଇଣ୍ଡିଆ, ଚାଇନା ଏମାନେ ଯାଇକି କାମ କରୁଛନ୍ତି କି ନାହିଁ? ଯେଉଁମାନେ IT କମ୍ପାନୀରେ କାମ କରୁଛନ୍ତି, ସବୁ ଇଣ୍ଡିଆନ୍ସ ମାନେ। ସେଟାକୁ ଆମେ ଏମାନେ ଡାକି ଦେଉଛନ୍ତି। ବାକି ତୁମେ କହିବ ଇଣ୍ଟରନ୍ୟାସନାଲ ଲଜ୍ ଅଛି, ରୁଲ୍ସ ଅଛି, ତାକୁ ଫଲୋ କରିବାକୁ ପଡ଼ିବ। ଆମେ ଡିସିସନ୍ ନେଲା ବେଳେ ନା, ସବୁବେଳେ ରୁଲ୍ସକୁ ଲେଖିବ, ରୁଲ୍ସ ଲଜ୍ ତାକୁ ଲେଖିବାକୁ ପଡ଼ିବ। SDG କଥା ଲେଖିଦେବ, ତାକୁ ଟିକେ ଲିଙ୍କ କରିବ। ବୁଝିପାରୁଛ ତ? ବାକି ମାନେ ମାନସ ବୁଝା ପଡ଼ୁଛି? ଇଏ ଅଛି କି ଚର୍ଚ୍ଚିକା, ଇଏ ତା ନାଁ Yes, କ'ଣ? sir. ଆଜ୍ଞା ସାର୍। ମନୋଜ ନା ନାହିଁ? ଆଚ୍ଛା, ଏଇଟା ଗୋଟେ ହଁ କୁହ, ହଁ। ଡିଫେଣ୍ଡିଂ ଗିଲ୍ଟି, ଏ ସେଣ୍ଟେନ୍ସ attorney knows their client is guilty but must still provide the best possible defense, as everyone has the right legal representation. ଲେଗାଲ ଇସ୍ୟୁ ଏଇଟା ଆସିବ, ଲେଗାଲ ଆଣ୍ଡ ଜଷ୍ଟିସ୍। ତାହେଲେ କ'ଣ କରିବ? ସେ ତ ଯୋଉ ଲିଗାଲ ଜଷ୍ଟିସ ଅନୁସାରେ ସେ ତ ଗୋଟେ ଆଡଭୋକେଟ ର ତାର ଏମ କଣ, ସେ ତା ପାର୍ଟିକୁ ସଫିସିଏଣ୍ଟ ଡିଫେନ୍ସ ଦବ। ତ ଏଥିରେ ଅନଏଥିକାଲ କିଛି ବି ନାହିଁ, ମାନେ ଯେହେତୁ ଏଥିରେ ସେ
ମାନେ ଆକ୍ଚୁଆଲି ଜଷ୍ଟିସ ଇନଜଷ୍ଟିସ ଉପରେ ତ କହିହବନି କିନ୍ତୁ ସେ ତା କ୍ଲାଏଣ୍ଟ କୁ ପ୍ରପର ଡିଫେନ୍ସ ଦବ ଏଇଟା। ହଁ ଆଜ୍ଞା ସେଇ ମାନେ ତାର ୱାର୍କ ଏଥିକ୍ସ ତାର ସେଇ ଯୋଉ ଆଟର୍ଣ୍ଣିର ଏକ ତ ତାର ୱାର୍କ ଇଥିକ୍ସ ଅଛି, ଦୁଇରେ और एड तो मिलिवा କଥା। ଏଠି ବି ଦେଖ ଜଜ୍ ୟଙ୍ଗ ଅଫେଣ୍ଡର ଉପରେ ତାହେଲେ ସେ କହୁଛି ଜଜ୍ ମଷ୍ଟ ଡିସାଇଡ୍ ବିଟୱିନ୍ ଦ lenient ସେଣ୍ଟେନ୍ସ କ'ଣ ତାକୁ ଟିକେ ଲାଇଟର ଦବ or that might help the rehabilitate younger offenders and a harsh one that could serve as a deterrence for the other. ମିନିଂ ବୁଝିପାରିଲ? ଗୋଟେ ପିଲାଟା Yes, ଯଦି sir. କ୍ରାଇମ୍ କରିଛି ତାହେଲେ ତାକୁ ଯଦି ଆମେ ଅପରଚ୍ୟୁନିଟି ଗୋଟେ ଦଉଛେ ବା ଲାଇଟ୍ ପନିଶମେଣ୍ଟ ଦେଇକି ଅପରଚ୍ୟୁନିଟି ଦଉଛେ ସେ ରିଭାଇଭ୍ କରିପାରିବ। ନ ଦଉଛେ ଆମେ then what will happens that could serve as a deterrence to other କାହିଁକିନା ବାକି ମାନେ ବି ହଇରାଣ ହେଇଯିବେ। ବାକି ଏଭ୍ରିୱାନ୍ ସୁଡ୍ ଗେଟ୍ ଆନ୍ ଅପରଚ୍ୟୁନିଟି ସାର୍ ଏଥିରେ ମାନେ ଯାହା ଲାଗୁଛି ସେ ହିଁ ହବ ମାନେ ସମସ୍ତଙ୍କୁ ଗୋଟେ ଗୋଟେ ସୁଯୋଗ ମିଳିବା ଦରକାର ତେଣୁ ସେ ତାକୁ ରିହାବିଲିଟ କରିକି କରିବା ପାଇଁ ପଡିବ। ସାର୍ ଆଜ୍ଞା ସାର୍ ରାମ ଯେମିତି କହିଲେ କି ସମସ୍ତଙ୍କୁ ଚାନ୍ସ ମିଳିବା କଥା, ଯେମିତି କି ମନେ କରନ୍ତୁ ଜଣକୁ ଚାନ୍ସ ମିଳିଲା ଆଉ ସେ ଜେଲ ଭିତରେ ରହିକିନା ବି ମନେକର ତାର କିଛି ମାନେ ଇମ୍ପ୍ରୁଭମେଣ୍ଟ ହେଇଛି, ସୁଧାର ଆସିଛି, ତ ତାଙ୍କୁ ବି ଦେଖିକିନା ଲୋକମାନେ କଣ ହବ ନା ଇନ୍ସପାୟାର ହେଇପାରିବେ ଆଉ କ୍ରାଇମ କମିବ ସେ ଯଦି ସେ ଏକ୍ସାମ୍ପଲ ଗୋଟେ ସେଟ୍ କରିଦଉଛି। ତାହେଲେ ଯେମିତିକି ସାର୍ ଗୋଟେ ଥର ଗୋଟେ ରେପ୍ କେସ୍ ଟେ ହେଇଥିଲା ବଟ୍ ସେ ପିଲାଟା ସୁଧୁରିକି ସେଠି ପାଠ ପଢିକି ଆଇଏଏସ୍ ବି କ୍ଲିୟର କରିଥିଲା ୟୁପିଏସସି ଟା। ଆଚ୍ଛା ସେ ଗୋଟେ ମାନେ ବହୁତ ବଢିଆ ଏକ୍ସାମ୍ପଲ ଟେ ହେଇପାରିବ। ବଢିଆ ହେଇପାରିବ କାରଣ ସେଇଟା ଗୋଟେ ଅପରଚ୍ୟୁନିଟି ଦବ ନା ବାକି ମାନଙ୍କ ପାଇଁ, ନହେଲେ ଇଏ ତାକୁ ଯଦି ହାର୍ସ ପନିଶମେଣ୍ଟ ଦେଇଦବ ତାହେଲେ ସମସ୍ତେ ଫସିଯିବେ। ତ ଗୋଟେ ମାନେ ଲାଇକ୍ ଏ ବିକନ୍ ଆମେ କହିପାରିବା, ଲାଇକ୍ ଏ ବିକନ୍ ବିକନ୍ ସାର୍ ଗୋଟେ ପୁନେର ପର୍ସ କେସ୍ ଟା ହେଇଥିଲା। ଗୋଟେ 17 ଇୟର୍ସ ର ପିଲାଟା ମାନେ ପର୍ସ ଗାଡି ଚଲେଇକିନା ହାଇ ସ୍ପିଡ ରେ ଦିଟା ଲୋକଙ୍କର ଡେଥ ହେଇଯାଇଥିଲା। ଇନ୍ ଦାଟ୍ କେସ୍ ଟା ତାଙ୍କୁ ଜଜମେଣ୍ଟ ଆସିଲା ଯୋଉ ପିଲାର କି ସେ ମାଇନର, ତାକୁ ମାନେ ଗୋଟେ 503 ମାନେ ୱାର୍ଡ ଲିମିଟରେ ଏସଏ ଲେଖିବ ରିଗାର୍ଡିଂ ରୋଡ ଆକ୍ସିଡେଣ୍ଟ ଆଉ ସାର୍ କିଛି ଟଙ୍କା ଆମାଉଣ୍ଟ ତାର ଫାଇନ୍ ହେଇଥିଲା। ଇନ୍ ଦାଟ୍ କେସ୍ ସାର୍ ମାନେ କେମିତି ଏଥିକାଲ ଡିଲେମା ମାନେ ସେଇ କେସରେ କେମିତି ୟାକୁ ସାର୍ ୟୁଜ କରାଯିବ? ମୋଷ୍ଟ ଏଇଟା ତ ପିଓରଲି କରପସନ କେସ୍ ଯୋଉଟା ତ ପର୍ସ କଥା କହୁଛୁ ସେଇ କେସ୍ ଟା ହଁ ରିସେଣ୍ଟଲି ଯୋଉଟା ହେଇଥିଲା କ୍ଲିୟରଲି କରପସନ କେସ୍ ଯୋଉଟା ଥିଲା। ସାର୍ କୁହନ୍ତୁ। ସେଇଥିରେ ଦେଖ କୁହାଯାଇଛି ସେ ପିଲାର ଏଜ କମା ଯାଇଛି ବୋଲି। ଏ ତ ସାର୍ ତାର ଏମିତି ସାର୍ଟିଫିକେଟ ରେ ଫର୍ଜରିଂ କରାହେଇଛି। ଏଜ କୁ କମାଇଛି ତାକୁ ପନିଶମେଣ୍ଟ କମ ମିଳିବ ବୋଲି। ସେଇଟା ବି ସେ କେସ୍ ବହୁତ ଚାଲିଥିଲା। କିନ୍ତୁ ସାର୍ ମୌସୁମୀ ଯୋଉଟା କହିଲେ ଯୋଉ ଜଜମେଣ୍ଟ ଆସିଲା 3 ପେଜ ର ଏସଏ ଲେଖିବା ପାଇଁ ଏଇଟା ଟୋଟାଲି ବ୍ଲଣ୍ଡର ଥିଲା। ଆଟଲିଷ୍ଟ ତାକୁ ବାଳ ସୁଧାର କେନ୍ଦ୍ରକୁ ପଠାଯାଇ ପାରିଥାନ୍ତା ଯଦି ତାକୁ ଆଜ ମାଇନର ଡିକ୍ଲେୟାର କରାଯାଉଛି। ହୁଁ ଦେଖ ପ୍ରଥମ କଥା ତ ଯଦି ମାଇନର ସିଏ ଗାଡି ଚଲେଇବା ପାଇଁ ଦେଲା କିଏ? ଦ୍ୱିତୀୟ କଥା ସାର୍ ଯେମିତି କି ଆମ ଓଡିଶା ଗଭର୍ଣମେଣ୍ଟ ର ଯୋଉ ମୋଟର ଭେହିକିଲ ଆକ୍ଟ ଦିଆଯାଇଛି ନା, ଯଦି ବାପା ମାଙ୍କ ଗାଡି ପୁଅ ଚଲାଉଛି ତାହେଲେ ବାପାଙ୍କୁ 25,000 ଟଙ୍କା ଫାଇନ ପଡୁଛି। 25,000। ତାପରେ ଏଇ ଯୋଉ ଆରଟି ଆକ୍ଟ ଅନୁସାରେ ରୋଡ ଆଣ୍ଡ ଟ୍ରାନ୍ସପୋର୍ଟେସନ ଏଇ ଯୋଉ ଆକ୍ଟ ଅନୁସାରେ ତାର ଗାଡି ତାର ସେଟା କନଫିସ୍ଟିକେସନ ହବ, ତ ଲାଇସେନ୍ସ ନାହିଁ, ତା ବାପା ମା ଗାର୍ଡିଆନ ଫାଇନ ପଡିବ, ଏସବୁ ହବ। ଯାହା ଯାହା ଅଛି ସେଟା ନେବେ ଆଉ କଣ ଅଛି। ଗୋଟେ ଆଟଲିଷ୍ଟ ଛୁଆଟାକୁ ରିହାବିଲିଟେସନ ପଠାଯାଉ, ପ୍ୟାରେଣ୍ଟସ ଟାକୁ ବନ୍ଧା ହଉ ନା, ସେଇଠୁ ଶିଖୁ ଲୋକ। ତା ପ୍ୟାରେଣ୍ଟସ ହିଁ ତ ଗାଡି କିଣିକି ଦେଇଛି ନା।
ଛୁଆ ଥୋଡ଼ି ଇନକମ୍ କରିଛି। ଡେଭଲପମେଣ୍ଟ ଭର୍ସେସ୍ କନଜରଭେସନ୍ ଆଜିର କରେଣ୍ଟ ଆଫେୟାର ମଧ୍ୟ ଏଇଟା ପଢ଼ଉଥିଲି। नो माइनिंग जोन कथा ସେଇଟା କ'ଣ କରିବ ତମେ? ସଷ୍ଟେନେବଲ ଡେଭଲପମେଣ୍ଟ ଯାଇପାରିବ। ହଁ ଏଠି ସଷ୍ଟେନେବଲ ଡେଭଲପମେଣ୍ଟ ହିଁ ଆନ୍ସର ହବ, ତାର ଆଉ କିଛି ହେଇପାରିବନି। ତ ଆମେ ଡେଭଲପମେଣ୍ଟ ଆଉ କନଜରଭେସନ୍ ସାଇଡ୍ ବାଇ ସାଇଡ୍ ନେବା। ସାର୍ ଏମିତି ବି କରିପାରିବା କି ଲାଇକ୍ ଆମର ମାନେ ଲ୍ୟାଣ୍ଡ ଆସେସ୍ କରାହବ, ଯୋଉଟା ଅନଫର୍ଟାଇଲ ଲ୍ୟାଣ୍ଡ ଅଛି ସେଇ ଲ୍ୟାଣ୍ଡ କୁ ଆମେ ଯଦି ଡେଭଲପମେଣ୍ଟ ପ୍ରୋଜେକ୍ଟ କୁ ଆଲୋକେଟ କରିଦବା ରାଦର ଦେନ୍ ଫର୍ଟାଇଲ ଲ୍ୟାଣ୍ଡ କୁ ଆମେ ଦବା। ଦେଖ ଡେଭଲପମେଣ୍ଟ ଆଉ କନଜରଭେସନ୍ ପ୍ରଥମ କଥା ହେଲା କି ତମେ କେବେ ଡେଭଲପମେଣ୍ଟ ବି ହଉ କନଜରଭେସନ୍ ବି ଏମିତି ଏକ ତମେ ରିଲୋକେଟ୍ କରିପାରିବ। ସପୋଜ ଭାବ ଗୋଟେ ଜାଗାରେ 10ଟା କୌଣସି ଗୋଟେ ୱାଇଲ୍ଡ ଲାଇଫ୍ ଅଛି, ତାକୁ ରିଲୋକେଟ୍ କରିଦିଅ। ଲେଟ୍ସ ସେ the community must decides whether to allow the new development project that could harm the economic benefit also harm the environment and wildlife। ତାହେଲେ ଇକୋନୋମିକ୍ ବେନିଫିଟ୍ ବି ହେଇପାରେ, ତେଣୁ ଇଦର ଆମେ ଏଇଆ କରିପାରିବା ତାକୁ ରିଲୋକେଟ୍ କରିଦେବା ତାକି ହାର୍ମ ହେବ ନାହିଁ, ଅର୍ ଆମେ କ'ଣ କରିବା ଲିମିଟେଡ୍ ଆସେସ୍ କ'ଣ କରିବା ଆମେ ତାକୁ ଲିମିଟେଡ୍ କରିଦେବା, ଜିରୋ କରିବାନି, ଲିମିଟେଡ୍ ଆସେସ୍ କରିଦେବା ରିସୋର୍ସ। ସଷ୍ଟେନେବଲ ଡେଭଲପମେଣ୍ଟ ପାଇଁ ତମେ କାମ୍ପା ଫଣ୍ଡ ଯେଉଁ ଅଛି ଗୋଟେ ଜାଗାରେ ଯଦି ମାଇନିଂ କରୁଛ ଆଉ ଗୋଟେ ଜାଗାରେ ଗଛ ଲଗାଅ, ତ ଏଇଭଳିଆ ଅଲ୍ଟରନେଟିଭ୍ ସଲ୍ୟୁସନ୍ ଆମକୁ ଯିବାକୁ ପଡ଼ିବ। ହିୟର ୟୁ ହାଭ୍ ଟୁ ଗୋ ଫର୍ ଦ ଅଲ୍ଟରନେଟିଭ୍ ସଲ୍ୟୁସନ୍କୁ ଆମକୁ ଯିବାକୁ ପଡ଼ିବ। ମୁଁ ଏଇ ପିଡିଏଫ୍ଟା ତମମାନଙ୍କୁ ଦେଇ ଦେଉଛି, ରାଇଟ୍, ଟିକେ ଦେଖିଦେବ ହେଲା, ଆଧର କ'ଣ କ'ଣ ସଲ୍ୟୁସନ୍ ହେଇପାରିବ, ଯେତିକି